ଆରେ ଏବେ ଯୁବଗୋଷ୍ଠୀ କହିଲେଣି ପରିବର୍ତ୍ତନ କରି ବହୁତ ବଡ ଭୁଲ ହେଇଗଲା। ହଉ ମୋହନ ବାବୁ ଯାହା କରିବା କଥା କରନ୍ତୁ, ସେ ଯାହା କହୁଛନ୍ତି ସେୟା କରୁନାହାନ୍ତି। ଭାଇ ଯାହା କହୁଛ ସେୟା କର, ଆଉ ବେକାରିଆ ଜିନିଷଟା ସବୁ କରୁଛ, ଅଜବ କଥା କରୁଛ। ନାଇଁ ଏମିତି କଲେ କଣ ଚଳିବ? ହଉ ଆମର କଣ ଅଛି, ଆମେ ଦେଖିବା ଶୁଣିବା ଚାହିଁବା ଏସବୁ କରିବା। ଭାଇ ଭାଇ ହଁ ଆରେ ନମସ୍କାର ନମସ୍କାର। କାଳୁ ହଁ ଭାଇ କୋଉଦିନ ଆଇଲୁ? କାଲି ତ ଆସିଲେ ଆଉ। ଆଉ ପଢାପଢି ସରିଲା ନା? ହଁ ପଢାପଢି ସରିଲା ଆଉ ଆଉ। କଣ ସବୁ ପଢାପଢି ସରିଲା, କଣ ସବୁ ଲକ୍ଷ୍ୟ ରଖିଛୁ? ଲକ୍ଷ୍ୟ କଣ ଏଇ ପୋଲିସ ପାଇଁ ପ୍ରିପେୟାର ହଉଛି ଆଉ। କଣ ପାଇଁ? ପୋଲିସ ପାଇଁ। ପୋଲିସ ପାଇଁ? ହଁ ହଁ। ଆଶା କରନା ଜମା ଆଶା କରନା ବାବା। କାହିଁକି? ଆରେ ଏବେ ବା ଦେଖିନୁ କି କାଲି ବା କଣ ଘୋଷଣା କରିଛନ୍ତି 800 ଅବସର ପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ପୁଣି ନିଯୁକ୍ତି ମିଳିବ। ଆଉ ତମେ ମାନେ ଆଶାୟୀ ହେଇକି ଥାଅ, କିଛି ଲାଭ ହବନି। ବୁଝିପାରୁଛ ନାଇଁ? ହଁ ଅଲଗା କଣ ବ୍ୟବସ୍ଥା କର, କାହିଁକିନା ତମର ଆଶାରେ ରହିଯିବ କିରେ ବାବୁ। ଏବେ ତ ଦେଖୁଛୁ ନିଯୁକ୍ତି ବାହାରୁନି, କିଛି ବାହାରୁନି, କିନ୍ତୁ ଏବେ ଆମ ସରକାର ହଁ ପରିବର୍ତ୍ତନର ସରକାର ଘୋଷଣା କରିଛନ୍ତି ଯେ 800 ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପୁଣି ନିଯୁକ୍ତି ଦେବେ। ଯୋଉମାନେ ଆଶା କରୁଥିଲେ ସେମାନଙ୍କର ଆଶା ପଇସା ଦେବେ, ତେଣୁକରି କିଛି ଲାଭ ନାହିଁ ବାବା। ଆଉ କଣ ବ୍ୟବସ୍ଥା କର, ଆଉ କୋଉଥିପାଇଁ ପ୍ରିପେୟାର ହ, ଠିକ ହବ। ଆଉ ପୋଲିସ ଆଶା କରନା। ତାହେଲେ ଏଇ ସରକାର କଣ କାମକୁ ନୁହଁ? ଦେଖୁନୁ ତୁ ନିଜେ ଦେଖ। ଆଉ ଯୁବକ ପାଇଁ କିଛି କଣ କରିବୁନି ନା ସରକାର? ଯୁବ ଗୋଷ୍ଠୀଙ୍କ ପାଇଁ କିଛି ନାହିଁ। ବୁଝିପାରୁଛୁ ନା ନାଇଁ? ସିଏ କହିଥିଲେ 2 କୋଟି ଚାକିରି ଦେବେ ବୋଲି, ଦେଇଛନ୍ତି କି? 2 କୋଟି ଚାକିରି ନ ଦେଇ ଏଇ ଯୋଉ 800 ବାହାରିଲା, ଆଟଲିଷ୍ଟ ଯୋଉମାନେ ନବନିଯୁକ୍ତି ଯୁବ ଗୋଷ୍ଠୀଙ୍କୁ ଦେଇଥିଲେ ଭଲ ହେଇଥାନ୍ତା। ସିଏ ତ କହୁଛନ୍ତି ଅବସର ପ୍ରାପ୍ତଙ୍କୁ ଦେବେ, ଆଉ ଦିଅନ୍ତୁ, କଣ ଅଛି? ହଁ ହଉ ହେଲା, ବେଷ୍ଟ ଅଫ ଲକ୍, ଆଗକୁ ମାଡି ଚାଲ। ହଁ ହଉ।